ଆଜି ଶ୍ରୀରାମ ନବମୀ ପାଳନ ସମ୍ବନ୍ଧରେ ଜାଣିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ଅଯୋଧ୍ୟାରେ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀ ସମଗ୍ର ଭାରତବର୍ଷରେ ଅତି ଆଦରର ଏବଂ ଭକ୍ତି ସହିତ ପାଳନ କରାଯାଏ। ରାମଚନ୍ଦ୍ରଙ୍କ ଜନ୍ମତିଥିରେ ପୂଜାର୍ଚ୍ଚନା କରାଯାଏ। ମନ୍ଦିରମାନଙ୍କରେ ବାଲ୍ମୀକି ରାମାୟଣ ପାଠ କରାଯାଏ। ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଗ୍ରାମମାନଙ୍କରେ ପାଠ କରାଯାଏ। ରାମଲୀଳା ନୃତ୍ୟ ଏହି ଦିନଠାରୁ ଆରମ୍ଭ କରାଯାଏ। ପିଠାପଣା, ଫଳମୂଳ ଆଦି ଏହି ଦିନ ଭୋଗ କରାଯାଇଥାଏ। ଭକ୍ତମାନେ ଉପବାସ କରି ପବିତ୍ର ମନୋଭାବ ନେଇ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ମଣ ଏବଂ ସେମାନଙ୍କର ପ୍ରିୟତମ ଭୃତ୍ୟ ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତି। ପୃଥିବୀର ପ୍ରଥମ ମହାକାବ୍ୟ ରାମାୟଣ ଏବଂ ପ୍ରଥମ ଶ୍ଲୋକ ବାଲ୍ମୀକି ମୁଖରୁ ନିଃସୃତ ହୋଇଥିଲା। ତାହେଲେ ସେହି ଶ୍ଲୋକଟି କ'ଣ? ମା ନିଷାଦ ପ୍ରତିଷ୍ଠାଂ ତମାଗମଃ ଶାଶ୍ୱତୀ ସମାଃ ଯତ କୌଞ୍ଚ ମିଥୁନାଦକଂ ମବଧିଃ କାମମୋହିତମ୍। ଏ ଶ୍ଲୋକଟି ଥିଲା ବାଲ୍ମୀକିଙ୍କର ପ୍ରଥମ ଶ୍ଲୋକ ତଥା ରାମାୟଣର ପ୍ରଥମ ଶ୍ଲୋକ। ସମଗ୍ର ଦେଶରେ ତଥା ଦେଶ ବିଦେଶରେ ରାମାୟଣର ଆଦର ରହିଛି। ଏହି ମହାକାବ୍ୟକୁ ନେଇ ଅସୁମାରୀ ପୁସ୍ତକ ରଚନା କରାଯାଇଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପିତାଙ୍କ ନାମ ଦଶରଥ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମାତାଙ୍କ ନାମ କୌଶଲ୍ୟା। ପ୍ରଭୁ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ପ୍ରଭୁ ଶ୍ରୀରାମଚନ୍ଦ୍ର ବିଷ୍ଣୁଙ୍କର ଅବତାର ରୂପେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ରାମଚନ୍ଦ୍ର ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମଚନ୍ଦ୍ରଙ୍କର କୁଳଗୁରୁ ବଶିଷ୍ଠ ଋଷି ଥିଲେ। ଶ୍ରୀରାମଚନ୍ଦ୍ରଙ୍କର ଭାଇ ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ଜଣେ ଭଉଣୀ ଥିଲେ। ତାଙ୍କ ଭଉଣୀଙ୍କ ନାମ ଶାନ୍ତା ଥିଲା। ଶ୍ରବଣ କୁମାରଙ୍କର ବାପା ମା ଅନ୍ଧ ଅନ୍ଧୁଣୀ ଥିଲେ। ଶ୍ରବଣ କୁମାରକୁ ଯେତେବେଳେ ଦଶରଥ ମାରିଦେଲେ, ସେହି ସମୟରେ ଅନ୍ଧ ଅନ୍ଧୁଣୀ ମଧ୍ୟ ପ୍ରାଣ ବିସର୍ଜନ କଲେ। ଏହି ସମୟରେ କହିଥିଲେ ତାଙ୍କର ଗୋଟିଏ ମାତ୍ର ଝିଅ ଥିଲା ଶାନ୍ତା, ସେ ଦଶରଥଙ୍କୁ ଦେଇଥିଲେ। ଭଗବାନ ବିଷ୍ଣୁଙ୍କର ସପ୍ତମତମ ଅବତାରରେ ଶ୍ରୀରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ରାମ ନବମୀ ଦିନ ଉପବାସ ରହିବା ଉଚିତ। ଏହି ଦିନ ସବୁବେଳେ ରାମ 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 ଜପ କରିବା ଉଚିତ। ଏହି ଦିନ ରାମ ରାମ ଜପ କରିବା ଫଳରେ ରାମ ଶବ୍ଦ ଯେଉଁଠି, ହନୁମାନ ସେଇଠି। ତେଣୁ ରାମ ଓ ହନୁମାନ ଥିଲେ ନା ବିପଦ କେବେ ପଡ଼େ ନାହିଁ। ଏହି ଦିନ ରାମ ରାମ ଜପ କଲେ ସେହି ବର୍ଷ ବିପଦ ପଡ଼ିବ ନାହିଁ। ପବିତ୍ର ରାମନବମୀ ଦିନ ଲାଲ କୁଙ୍କୁମରେ କିଛି ଗୋରଚନା, କସ୍ତୁରୀ ମିଶାଇ ଘରର ଦୁଆର ମୁହଁରେ ରାମ ନାମ ଲେଖନ୍ତୁ। ତା ତଳକୁ ସ୍ୱସ୍ତିକ ଚିହ୍ନକୁ ଆଙ୍କିବା ଫଳରେ ବହୁତ ଶୁଭ ଓ ମଙ୍ଗଳ ସୂଚକ ହୋଇଥାଏ। ରାମ ନବମୀ ଦିନ ଉପବାସ ରହିବା ସହ ମିଥ୍ୟା କହିବା ଉଚିତ ନୁହେଁ। ଏହି ଦିନ ଯେଉଁମାନେ ଦାନ ଯୋଗ୍ୟ ସେମାନଙ୍କୁ ଦାନ କରିବା ସହ କିଛି ଖାଦ୍ୟ ଦାନ କରିବା ଫଳରେ ବହୁତ ମଙ୍ଗଳ ହୋଇଥାଏ। ଜୟ ଶ୍ରୀରାମ।